ଯେତେବେଳେ ସାତଦିନ ସାତ ରାତି ହେଇଛି ସେତେ ଯୁଦ୍ଧ ଚାଲିଥିବ, ବର୍ଷା ତୋଫାନ ହେଉଥିବ। ପ୍ରାକୃତିକ ବିପର୍ଯ୍ୟୟ ତା ସାଙ୍ଗକୁ ୱାର ତା ସାଙ୍ଗକୁ ମହାପ୍ରଭୁଙ୍କର ଲୀଳା ଲୀଳା ନାଇଁ କି? Yes. ଆଚ୍ଛା 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 ତାହେଲେ ଗୋଟେ ଡାଉଟ୍ ଅଛି ମାନେ ଆପଣ ଯୋଉ କହୁଛନ୍ତି ଯେ କି 3 ଥର ହବ 7 ଦିନ 7 ରାତି ଅନ୍ଧାର ତାମାନେ ପ୍ରତ୍ୟେକ ଯୁଗର ଶେଷ ପର୍ଯ୍ୟାୟରେ 7 ଦିନ 7 ରାତି ଅନ୍ଧାର ହେଇଛି। ପ୍ରମାଣ ଦେବି ମୁଁ। ତାମାନେ ପ୍ରତ୍ୟେକ ଯୁଗର ଶେଷ ପର୍ଯ୍ୟାୟ ଯୋଉ 7 ଦିନ 7 ରାତି ଅନ୍ଧାର ହେଇଛି ସେ ବି 3 ଥର ଲେଖା ହେଇଛି? ନାଇଁ 3 ଥର ଲେଖା ହେଇନି, ଥରେ ଲେଖା ହେଇଛି। ଥରେ ଲେଖା ହେଇଛି। କିନ୍ତୁ ଏଇଟା ହବ 3 ଥର ଲେଖା ହେଇଛି, ସିଏ ବି ମାନେ ଡିସ୍ପ୍ୟୁଟେବଲ୍। ଡିସ୍ପ୍ୟୁଟ୍ ପୁଣି କ'ଣ? ମାନେ କହୁଛନ୍ତି ଯେତେବେଳେ ହନୁମାନ ଗଲେ ତେତେରେ ଆଣିବା ପାଇଁ, ଯେତେବେଳେ ଲକ୍ଷ୍ମଣ ପଡ଼ିଥିଲେ ଆଣିବା ପାଇଁ ନାଗଭାଷାରେ ବନ୍ଧନରେ, ସେତେବେଳେ ସେ 7 ଦିନ ଲେଖା ଲାଗିଲା ତାଙ୍କୁ ଆଣିବା ପାଇଁ। ହଁ ନଟ୍ ପସିବୁଲ୍, ନଟ୍ ଟ୍ରୁ। ହନୁମାନ ବେଗ ହେଉଛି ପବନ ବେଗଠୁ ଅଧିକା। ଶାସ୍ତ୍ର ପ୍ରମାଣ ଦଉଛି, ଆପଣ ସେଟାକୁ କାଟୁଛନ୍ତି। ଶାସ୍ତ୍ର କ'ଣ ପ୍ରମାଣ ଦେଉଛି? କେଉଁ ଶାସ୍ତ୍ର ପ୍ରମାଣ ଦେଇ 7 ଦିନ ହେଇଛି ବୋଲି? ବାଲ୍ମୀକି ରାମାୟଣ ଅଛି, ଲେଖା ନା ଏଇଟା? ବାଲ୍ମୀକି ଦେଖା ମତେ ଦେଖାନ୍ତୁ। ଯଦି ବାଲ୍ମୀକି ନଗର ସଂସ୍କୃତ ରାମାୟଣ ଅଛି ଏଇଟା 7 ଦିନ 7 ଅନ୍ଧାର ହେଇଥିଲା ବୋଲି ଦେଖାନ୍ତୁ। I am giving challenge to you. ରାମାୟଣରେ ଉଲ୍ଲେଖ ନାହିଁ? ରାମାୟଣରେ ଉଲ୍ଲେଖ କେଉଁ ରାମାୟଣ କିଏ ଲିଖିତ ଉଲ୍ଲେଖ କରିଥିବ? ବାଲ୍ମୀକି ରାମାୟଣରେ ନାହିଁ? ତୁଳସୀ ରାମାୟଣ ଥାଇପାରେ, ମୁଁ ପଢ଼ିନି ତାକୁ। ବାଲ୍ମୀକି ରାମାୟଣ ନାହିଁ। ହ୍ୱାଟ୍ ଇଜ୍ ଇନ୍ ବାଲ୍ମୀକି ରାମାୟଣ ଦ୍ୟାଟ୍ ଇଜ୍ କରେକ୍ଟ। ଆଚ୍ଛା ଆଚ୍ଛା ଠିକ୍ ଅଛି। ତୁଳସୀ ରାମାୟଣ ଲେଖା ହେଇଛି, ବଳରାମ ରାମାୟଣ ଲେଖିଛନ୍ତି, ଦାଣ୍ଡି ରାମାୟଣରେ ସିଏ ଆଉ କ'ଣ ଲେଖିଥିବେ? ବସିଆକି ତାକୁ ତାମାନେ ବଳରାମ ଦାସ ଦାଣ୍ଡି ରାମାୟଣ ମିଛ? ମିଛ ନୁହେଁ, ସେ ତାଙ୍କର ଭାବରେ ଲେଖିଛନ୍ତି। ତା ସନ୍ଦେହ ହେଇପାରିଥାଏ ଲେଖିଛନ୍ତି ଯେ ଅବାନ ଗୋଟେ ଦିନ ନେଇ ଆସିବ, ରାତିରେ ନେଇ ଆସିବେ। ଆଚ୍ଛା ମାନେ ଆପଣ କହିବା କଥା କ'ଣ, ମାନେ 7 ଦିନ ଲାଗିବ ଆସିବା ପାଇଁ ନା ଗୋଟେ ଦିନ ଲାଗିବ ନା କ'ଣ? ଆପଣଙ୍କ ପ୍ରୋବ୍ଲେମଟା କ'ଣ? ପ୍ରୋବ୍ଲେମ ନା ଜମା 7 ଦିନ 7 ରାତି ଅନ୍ଧାର ହେଇନି ହନୁମାନଙ୍କୁ କେବେ ଲାଗିବନି, 7 ଦିନ ଲାଗିବନି ଭୂମି ଆଡୁ ଗୋଟେ ପର୍ବତ ଖଣ୍ଡ ଆଣିକି ଲଙ୍କାରେ ପହଞ୍ଚିବା ପାଇଁ। ଏତେ ଦିନ ଲାଗିବନି? ନୋ, ଇଟ୍ ନଟ୍ ପସିବୁଲ୍। କାହିଁ ଲାଗିବ ତାଙ୍କୁ? ତାଙ୍କର ଗତି ବାୟୁ ଗତିରୁ ବେଶୀ, ପବନ ଗତିରୁ ଅଧିକା। ପବନ ସୁତ ସିଏ ତାକୁ ଗରୁଡ଼ ପାରିଲେନି, ତାଙ୍କୁ ସୁଦର୍ଶନ ପାରିଲେନି ତାକୁ ବେଗରେ। ତାଙ୍କ ଗତିକି ଆମେ କିଏ କେତେ ତାଙ୍କ ଗତି ବୋଲି କେମିତି କହିବା ଆମେ? ଏଇଟା ଗୋଟେ ଭଲ କଥା ଆପଣ କହିଲେ, ଲଜିକାଲ। ଏଥିପାଇଁ ପଢ଼ିଛେ ଆମେ, ପୁରାଣରେ ପଢ଼ିଛେ ସୁଦର୍ଶନକୁ ହରେଇଛନ୍ତି, ଗରୁଡ଼କୁ ହରେଇଛନ୍ତି। ତାଙ୍କଠୁ ଯିଏ ତାକୁ ଯେ ହରେଇ ପାରିଛି ଗତିରେ, ଆହାର ଭାବି ଫଳ ଭାବି ଖାଇବାକୁ ଯାଇଛନ୍ତି। ତେଣୁ ସେଟା କହୁଛନ୍ତି ଗୋଟେ ଦିଗ ଅଛି, କହୁଛନ୍ତି ଭାବରେ କହିଛନ୍ତି 7 ଦିନ ଲାଗିଲା, ଆମେ ମାନିବା ତାକୁ। କିନ୍ତୁ ସଂସ୍କୃତ ଆପଣ ଲେଖା ହେଇନି, ବାଲ୍ମୀକି ରାମାୟଣ ଲେଖା ହେଇନି 7 ଦିନ 7 ରାତି ହେଇଛି ବୋଲି। ଓଡ଼ିଆରେ ଯେଉଁ କରତ୍ନାକର ଗର୍ଭବଟୁଙ୍କର ରାମାୟଣ, ପ୍ରଥମେ ଫାଷ୍ଟ ବାହାରିଲା ଓଡ଼ିଆରେ ରାମାୟଣ ବାହାରିଲା, ଏତେ ଲେଖା ହେଇନି। ନା? ଆଚ୍ଛା ହଉ, ଆଚ୍ଛା ଠିକ୍ ଅଛି। ଆପଣ କହିବା କଥା ସବୁ ନାଇଁ, ଅନ୍ୟ ସବୁ ଯୁଗରେ ତାହେଲେ ଗୋଟେ ଥର ହେଇଛି, କିନ୍ତୁ ଏ କଳି ଯୁଗର ଶେଷ ପର୍ଯ୍ୟାୟରେ 3 ଥର ହବ। ହଁ 3 ଥର ହବ। ଯଦି ଆମେ ଧରିବା ଯୋଉ ଲେଖା ମାଳିକା ଲେଖା ହେଇଛି, ପ୍ରମାଣ ଦେବି। ଡିଫରେଣ୍ଟ ତିଥିରେ ହେଇଛି, ସେଟା ହବ ତିଥିରେ ହବ, ଡିଫରେଣ୍ଟ ମାସରେ। ତିଥି ପ୍ରମାଣଟା କ'ଣ? କହୁଛି ଯାଇଲେ ତରତରରେ କେମିତି ହବ? ନାଇଁ ତରତର ନାହିଁ, ମୁଁ ଆଜି ପୁରା ଟାଇମ୍ ନେଇକି ଆସିଛି। ଶରଦା ବାଲି ସେବେଳେ ସାଗର ହୋଇବ। କେତେବେଳେ ହବ? ପୁରୀ ଆକ୍ରମଣ ବେଳେ ହବ, ପ୍ରଭୁ ଗଲା ପରେ। 22 ପାହାଚେ ପୁଣି ବିନୋଦେ ଖେଳିବ, ମହାପ୍ରଳୟ ବୋଲି ଜଗତ ଜାଣିବ, ନନ୍ଦିଘୋଷ ଯାତ୍ରା ଆଉ ଯେ ନବ। ଭବିଷ୍ୟବାଣୀ ଲେଖିଲେ ଅତୁତ। ସେତେବେଳେ ମୁଁ କହି ଆସିଛି, ପୁରୀ ଆକ୍ରମଣ ପରେ ନନ୍ଦିଘୋଷ ଯାତ୍ରା ପୁରୀରେ ହବନି, ଅନ୍ୟ ଜାଗାରେ ହବ, ପୁରୀ ଆଉ ହବନି, ନୀଳାଚଳ ଯାତ୍ରା ହବନି ଆଉ। ପୁଣି ଲେଖା ହେଲା କ'ଣ? ଲେଖିଲେ କିଏ? ଭବିଷ୍ୟବାଣୀକା ଅଚ୍ୟୁତ ଲେଖିଲେ। ଶିବ କଳ୍ପବୃକ୍ଷ ଅଚ୍ୟୁତ କ'ଣ ଲେଖିଲେ? ବିଠୁର ମାସରେ ମୀନଚନ୍ଦ୍ର ଯେ ରେବତୀ ରତି ବସୁ ଯୋଗ, ଅନ୍ଧାର ହବ 7 ଦିନ ବିଜୁଳି ବାରି ଘନ ଘନ, ଆବର୍ତ୍ତ ସାବର୍ତ୍ତକ ଏ ବୁଝିଛନ୍ତି ଆପଣଙ୍କୁ, ଆଗରୁ ଯାହା ଶୁଣିଛନ୍ତି ଆପଣ। ମିଥୁନ ମାସରେ ହବ, ମାନେ ଆଷାଢ଼ ମାସରେ ଏଇଟା ହବ। ଏଇ 7 ଦିନ 7 ରାତିଟା କେତେବେଳେ ହବ? ଯେତେବେଳେ ପୁରୀ ଆକ୍ରମଣ ହବ। ବର୍ତ୍ତମାନ ଆକ୍ରମଣ ହେଲାଣି ପୁରୀ, ଆଉ ତ 15 ଦିନ ପରେ ରଥଯାତ୍ରା ଆରମ୍ଭ। ଆକ୍ରମଣ ହେଲାଣି ପୁରୀ, ପୁଣି ହବ କେମିତି ବର୍ଷ? ଏମିତି ଏଇ ମାସରେ କେମିତି ହବ? 9 ବର୍ଷ 6 ମାସରେ ଯୁଦ୍ଧ, ତଦନ୍ତେ ଓଡ଼ିଶାକୁ ପ୍ରମାଦ। 22 ବି ଧରିବା ବି ଯୁଦ୍ଧ ଆରମ୍ଭ ହେଲା, ରୁଷିଆ ଧରିଲେ ଧରିବା ବି 28 6 ବର୍ଷ 28 ଅଧା।
ତା ମୋ ଯଦି ସେକାଳେ ମାଡ଼ିନ ଆସି ଆକୁ ଲେଖିଲେ ଅଚ୍ୟୁତ ଅଚ୍ୟୁତ ଲେଖିଛନ୍ତି ତାର ଆଗତ ବୈଷ ମାଳିକାରେ। ମହାପ୍ରଳୟ ବୋଳିନ ଜଗତ ଜାଣିବ, ନୀଳାଚଳ ବାନା ବଟ କମ୍ପିଣ ଉଠିବ, ଧ୍ୱଜ ବଜ୍ରାଙ୍କୁଶ ପାଦ ଚିହ୍ନ ଦୃଶ୍ୟ ହବ। ଯେତେବେଳେ ଭକ୍ତମାନେ ଇଏ ଏବେ କାଶମଣ୍ଡ ମାଡ଼ି ଆସିବ, ଡାକିଏ ପ୍ରଭୁଙ୍କୁ ଇଏ ହେଇକିରି କାଶରେ ଧ୍ୱଜ ବଜ୍ର ଅଙ୍କୁଶ ଚିହ୍ନ ଦେଖାହବ। ଏଟା କ'ଣ? ଧ୍ୱଜ ବଜ୍ର ବଜ୍ର ଅଙ୍କୁଶ ଅଙ୍କୁଶ କ'ଣ ସେଟା? କ'ଣ ସେ ଚିହ୍ନ? ଚିହ୍ନ କ'ଣ? ଧ୍ୱଜ ମାନେ ତ ଏଟା ଇଏ ପ୍ରଭୁଙ୍କ ପାଦ ଦେଶରେ 18ଟି ଚିହ୍ନ ଥାଏ। ଯେଉଁମାନେ ବର୍ତ୍ତମାନ କଳିକି କହୁଛନ୍ତି ନିଜକୁ, ତା ପାଦ 18 ଚିହ୍ନ ଦେଖାନ୍ତୁ ମୋତେ। ବଢ଼ିଆ କଥା ଆପଣ କହିଲେ। ମୁଁ ଆଜି ତାଙ୍କୁ ପାତଳ ପଡ଼ିବି। ଓପନ ଚ୍ୟାଲେଞ୍ଜ ଦଉଛନ୍ତି ଶ୍ରୀ ପୁଲିନ ବିହାରୀ ପଣ୍ଡା। ଯେଉଁମାନେ କି ଆତ୍ମଘୋଷିତ କଳ୍କି ନିଜକୁ କହୁଛନ୍ତି, ପ୍ରଚାର କରୁଛନ୍ତି, ସେମାନେ ପାଦ ଦେଶରେ 18ଟି ପ୍ରମାଣ ମିଳେ। ସେମାନେ 18ଟି ପ୍ରମାଣ ପ୍ରଥମେ ଦେଖାନ୍ତୁ, ତାପରେ ଭକ୍ତମାନେ ହୁଏତ ମାନିବେ ସେ କିଏ। ଏହା ତ ସେତିକି ସାରିଲି ନୁହେଁ, ଆଉ କ'ଣ? ତା ଶରୀରରେ ବହୁତ ପ୍ରମାଣ ଅଛି। 108 ପ୍ରମାଣ ଏଠି ଆପଣ କଳିକଳା ବହିରେ ଦେଇଛି ମୁଁ। ଛାତିରେ ଥିବ ଶିବଚର ଚିହ୍ନ ଥିବ, ପଛରେ ସପ୍ତମଣୀ ଚିହ୍ନ ଥିବ, ଆଦର ଲମ୍ବିତ ବାହୁ ହେଇଥିବ, ଶଙ୍କଚକ୍ର ଗଦାପନ୍ତ ଚିହ୍ନ ହାତରେ ଥିବ, ନାଭି ଗଭୀର ଥିବ, ନାଭି ପାଖରେ ବ୍ରହ୍ମାଙ୍କର ଚିହ୍ନ ଥିବ, ନୂଆ ବସିବା ଚିହ୍ନ ପଦ୍ମ ଉପରେ ଦେଖାନ୍ତୁ। ଦେଖ ଆଉ ଟିପ୍ପଣୀ ଲେଖିଲେ କ'ଣ? ଭିଉ ବହି ଲେଖିଲେ, ସରି କଳ୍ପ ସଂହିତାରେ ଶାରଳା ଦାସ ଲେଖିଲେ, ଶୁଣ ଆଦି ଭଗବାନ ତୁ ଅଙ୍କ 29 ଜାଣ। 29 ଅଙ୍କ ମାନେ 29 ମସିହା, ଭାଦ୍ରବ ମାସ କୃଷ୍ଣପକ୍ଷ, ମିଥୁନ ମାସ ହେଲା ଭାଦ୍ରବ ମାସ, ବାରଣ ଦିବସ ପ୍ରତ୍ୟକ୍ଷ, ଆବେ ପ୍ରକାଶିବୁ ମହିମା, ନବଖଣ୍ଡ ମହିମା ସୀମା, ମହିମା ପ୍ରକାଶ ଜଗତେ, ଅନ୍ଧାର ହେବ ଦିବରାତ୍ରି। ଇଏ କହିଲେ 29 ମସିହା 29 ଅଙ୍କରେ ଭାଦ୍ରବ ମାସ କୃଷ୍ଣପକ୍ଷରେ ହେବ। ଏଇଟା ଅମାବାସ୍ୟା ଦିନ ଆପଣଙ୍କର ହୁଏ ସୂର୍ଯ୍ୟପରାଗ, ସେତିକିବେଳେ ହେବ। 29 ମସିହା ଭାଦ୍ରବ ମାସ ଅମାବାସ୍ୟା ସୂର୍ଯ୍ୟପରାଗ ପଡ଼ିଥିବ, ଆପଣଙ୍କ ହେବ ଏଇ ଜିନିଷଟା। 7 ଦିନ 7 ରାତି। ଆପଣ କହୁଛନ୍ତି 29 କେହି କେହି କହୁଛନ୍ତି, ମୁଁ କହୁନି, କେହି କେହି କହୁଛନ୍ତି ଶାରଳା ଦାସ କହିଛନ୍ତି, ତା ମୋର ନୁହେଁ ଲେଖା। ହଁ ଏଇଠି କରୁଛ ଲକ୍ଷ୍ୟ କରିବା ବାହାରୁଛି 29, କେହି କେହି କହୁଛନ୍ତି 35। ନାଇଁ ଭକ୍ତ ଏପଟେ ହେଲେ କନଫ୍ୟୁଜ। ତମକୁ ସବୁ ମୋର ସରିଲା ବେଳକୁ ତମର କ୍ଲିୟର ହେଇଯାଇଥିବ। ଆଚ୍ଛା ଆଚ୍ଛା 100% କ୍ଲିୟର କରିଦେଇଥିବି। ଠିକ ଅଛି ଠିକ ଅଛି। ତାପରେ ଭୀମ ବହି, ଯୋଉଟା ଯିଏ ପାଇଲା, ଯୋଉଠି ବହିରୁ ଖଣ୍ଡେ ପାଇଗଲା 7 ଦିନ 7 ରାତି, ତାହେଲେ ଏଇଟା ହେବ। 32 ବି ଲେଖା ଅଛି, 29 ବି ଲେଖା ଅଛି, 31 ବି ଲେଖା ଅଛି। କୋଉଟା ବୁଝିବା? ଆଚ୍ଛା 3-3ଟା ଲେଖା ଅଛି, ତାହେଲେ କୋଉଟା ଠିକ ବୋଲି ଆମେ ଧରିବା? 3 ଥର ହେବ, 3ଟା ଲେଖା ହେଇଯାଇଛି। ଆଦ୍ୟ ମଧ୍ୟ ପ୍ରତ ଡେଫିନେଟଲି এটা আদ্যটা, এটা আদ্য, বর্তমান দ্বিতীয়। কেবে হব? এমতে নিশি ହେବ ଆସି ଶେଷ, 7 ଦିନ ପରେ 8 ଦିବସ, ଚନ୍ଦ୍ର ସୂର୍ଯ୍ୟ ଆଦି ନକ୍ଷତ୍ର ମାନେ ଖେଳ କରୁଥିବେ ପ୍ରଭୁ ଗହଣେ, ଶନି ଭାରତ ଯେ 8 ଦିବସେ, ସମସ୍ତେ ଯାଇ ଉଦୟ ଆକାଶେ, ଯେଉଁ ଦିନମଣି ଉଦୟ ହେବ, ବଳରାମ ଦମନକୁ ମାରିବ ନାସିବ। 7 ଦିନ ଅନ୍ଧାର ହେଇଥିବ, 7 ଦିନ କାଳ ସୂର୍ଯ୍ୟ ଚନ୍ଦ୍ର ତର୍ଜିକି ଆସିଥିବ, ଉଦୟ କରୁଥିବ। ତାମାନେ 8ମ ଦିନ ଯେତେବେଳେ ଉଦୟ ହେବେ, ସେତେବେଳେ ୟାକୁ ମାରିବେ ବଳଭଦ୍ର କଳିଙ୍ଗାସୁରକୁ। କେଉଁଠି? ବିରାଟିକ ଯୁଦ୍ଧ। ତାକୁ ଯୁଗାନ୍ତ ମାଳିକାରେ ଲେଖିଛନ୍ତି ଶ୍ୟାମଦାସ ରଣଜିନ୍ଦାର। କଳିକଳ୍ପ ଗୀତାରେ ଲେଖିଲେ କ'ଣ? କୁହୁଡ଼ି ଘୋଟିବ 9 ଦିବସ, 9 ଦିନ କାଳ କୁହୁଡ଼ି ଘୋଟି ରହିବ, 7 ଦିନ କାଳ ପୂର୍ଣ୍ଣ କୁଆରେ ଘୋଟିବ। ସେଇଟା 7 ଦିନ 7 ରାତି, ସେକେଣ୍ଡଟା କୁହୁଡ଼ି ପାଇଁ ହେବ। ଏଟା ଜାଣିବୁ ପ୍ରଭୁଟି କଲେ ନିରାଶ। ଏ କଳିକଳ୍ପରେ ଲେଖିଲେ, ଦ୍ୱିତୀୟ ଅଧ୍ୟାୟରେ ଅତୁତ ଲେଖିଲେ। ଉତ୍ତରୁ ଆସିବେ ବଳ, ଦକ୍ଷିଣରେ ଠୁଳ, ଈଶାନ କୋଣକୁ ଅରିଷ୍ଟି ଲାଗିବ ଗୋଳ, ଗୋଟିଥିବ କୁକ ଯେ କୃଷକତ ଲୋକେ, ବୈଦେବୀ ଦେବ ଡାକ ପୃଥି ହେବ ଉଚ୍ଚକ, ମେଳ ହୋଇ କରିବେ ସଂହାର। ଭୈରବୀ ଡାକ ଦେବ। କୁହୁଡ଼ି ଲେଖିଲେ, ଏଇଟା ପୁଣ୍ୟ ଲେଖିଲେ କ'ଣ? ତା କୁହୁଡ଼ି ପାଇଁ ଲୋକମାନେ ଡରିକି ଥିବେ, ସେତେବେଳେ ଯୁଦ୍ଧ ଚାଲିଥିବ, ଏବଂ ଭୈରବୀ ଡାକ ଦେବ। ସେତେବେଳେ ଅନ୍ତିମ ଡାକ ଭୈରବୀ ଡାକ ସେଇଟା। ତାପରେ ଭୈରବୀ ଡାକ ଆଉ ନାହିଁ। ତାପରେ ଦେବୀମାନ୍ତ ବାହାରିବେ ବାହାରକୁ। ଆଉ ଭୈରବୀ ଡାକ ବି ଦେବ 3 ଥର। 3 ଥର? ହଁ ୟେସ୍। ପ୍ରଥମ ଡାକରେ ମାତୃଶକ୍ତି ସରିଯାଇଛି, ଜାଗ୍ରତ ହେବେ, ପ୍ରଥମ ସରିଯାଇଛି। ଦ୍ୱିତୀୟରେ ମା ଅସ୍ଥାନ ଛାଡ଼ିବେ, ତୃତୀୟରେ ମା ରକ୍ତମୁଖା ହେବେ। ଏହା ତ 27 ରକ୍ତମୁଖା। 27ରେ ମିନ ମୀନ ଶନିର ଶେଷ ପର୍ଯ୍ୟାୟ।
ମିନୋସନ ସେଥିପାଇଁ 27 ହଉନି ଆଉ 28 ଫେବୃଆରୀ ହଁ 28 ଫେବୃଆରୀ ଇଏ ପର୍ଯ୍ୟନ୍ତ ଯାଉଛି। ୟେସ୍ କାରଣ ମିନୋସ ଶନିଶ୍ଚର ବକ୍ରଗତି କରିବେ ମଝିରେ ସରିବ 28 ଫେବୃଆରୀ 28 ଫେବୃଆରୀରେ। ଗୁରୁଦେବ ସ୍ୱାମୀ ପ୍ରଭୁ ଅନ୍ତର୍ଯାମୀ ନବଖଣ୍ଡ ଆଦି ଅନ୍ତ ନାହିଁ ଯାର ଗୁରୁଦେବ ସ୍ୱାମୀ ପ୍ରଭୁ ଅନ୍ତର୍ଯାମୀ ଆଦି ଅନ୍ତ ନାହିଁ ଯାର ନବଖଣ୍ଡ ପୃଥ୍ୱୀ ଏକାଙ୍ଗେ ବ୍ରହ୍ମନ୍ତି ବୃଦ୍ଧ ଅବତାର କଳି ହେବ ହତ 8 ଦିନ ହୋଇବ ଭାରତ। 8 ଦିନ ଯୁଦ୍ଧ ଲାଷ୍ଟ ୱାର୍ ଇନ୍ ଇଣ୍ଡିଆ। ଭାରତ ଶେଷ ଯୁଦ୍ଧ ଗୁଜରାଟ ଯୁଦ୍ଧ ସେମାନେ ଶେଷରେ ଆସିବେ ଓଡ଼ିଶାକୁ ଅନ୍ୟାୟ ଆଟାକ୍ କରିକିରି। ଆଗରୁ ତୁମକୁ ଗୁଡ଼ିଏ ଇଏରେ କହିଛି ଟର୍କି ବାଲା ଆସିବେ ଦିଲ୍ଲୀ ଆକ୍ରମଣ କରିବେ, କାଶୀକି ଆସିବେ ଆକ୍ରମଣ କରିବେ, କାଶୀରୁ ଝାଡ଼ଖଣ୍ଡ ଦେଇକି ଓଡ଼ିଶାରେ ପଶି ସମ୍ବଲପୁରକୁ ଆସିବେ, ସମ୍ବଲପୁରରୁ ଭୁବନେଶ୍ୱର ଆସିବେ। ଏପଟେ ବଙ୍ଗାଳୀ ଦଳ କାଲକାଟା ଦେଇକି ଆସିବେ, ବଙ୍ଗାଳୀ ପଠାଣ ଦଳ। ଏପଟେ ଦକ୍ଷିଣକୁ ଆସିବେ ତେଲେଙ୍ଗାନା ପଠାଣ ଦଳ। ବାଇ ସି ଆସିବ ଚାଇନା ଜିଜାର ସମୁଦ୍ର ଦେଇକିରି ଆସିବ। ଗୋଟେ ହେଉଛି କୋଣାର୍କ ପାଖରେ, ଗୋଟେ ହେଉଛି ପାରାଦ୍ୱୀପ ପାଖରେ। ପାରାଦ୍ୱୀପ ଦେଇ ଏଣ୍ଟ୍ରି କରିବେ, କୋଣାର୍କ ଦେଇ ଏଣ୍ଟ୍ରି କରିବେ। ଆଚ୍ଛା, ତାହେଲେ ଓଡ଼ିଶାକୁ ଚାରିପଟେ ଚାରିପଟେ ଘେରିଯିବେ। ଆଉ ଲାଷ୍ଟ ୱାର୍ଟା ହବ ଆପଣ କହୁଛନ୍ତି ଟିକରାଘୋରିଆରେ, ଭଦ୍ରକ। ହଁ, 7 ଦିନ 7 ରାତି ହେବ। ସେକେଣ୍ଡ 7 98,000 ସୈନ୍ୟ ମରିବେ। ବସୁ ସାଲରେ ବିଷ ଅଙ୍କେ ଯେ ପ୍ରମାଣ 7 ଦିନ ଅନ୍ଧକାର ହୋଇବ ଯେ ପୂର୍ଣ୍ଣ ମୀନ କୃଷ୍ଣ ଚତୁର୍ଦ୍ଦଶୀ ଶୁକ୍ର ଯେ ବାସର ଅନ୍ଧକାର ଘୋଟିଥିବ ବର୍ତ୍ତ ମଣ୍ଡଳର ନ ରହିବ କିନ ବେଦ ଭାନୁ ଉଦେ ନାହିଁ ବୁଦ୍ଧଙ୍କର ପିତା ଆକାଶରେ ନ ହୁଏ। ମାନେ ଆପଣ କୁହୁଡ଼ି ପାଇ ତ ମୀନ ମାସ ମାନେ ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶୁକ୍ରବାର ହେଇଥିବ, ସେଇଦିନ ସେକେଣ୍ଡଟି ହେବ। ପ୍ରଥମଟା ହେଲା ଭାଦ୍ର ମାସ, ଏହା ଦ୍ୱିତୀୟଟା ହେଲା ମୀନ ମାସ। ଡିଫରେନ୍ସ ରହିଲାନି ନାହିଁ। ସେମାନେ ତ ଏତେ ପ୍ରକାର ଦୁଇଟା ଡେଟ୍ ଦେବେ ଗୋଟେ ଜିନିଷ ପାଇଁ, ଦୁଇଟା ଇନସିଡେଣ୍ଟ ପାଇଁ ଦେବେ ଦୁଇଟା ଡେଟ୍। ପ୍ରଥମଟା ହେଲା ଭାଦ୍ର ମାସରେ ହେବ, ଯେଉଁଟା ପୁରୀ ଆକ୍ରମଣ ବେଳେ। ଦ୍ୱିତୀୟଟା ହେବ ଆପଣ ଗୁଜରାଟ ଯୁଦ୍ଧ ବେଳେ, ଯେତେବେଳେ ଚୈତ୍ର ମାସ ଚାଲିଥିବ। ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଶୁକ୍ରବାର ପଡ଼ିଥିବ, ସେଇଦିନ 7 ଦିନ 7 ରାତି ହେବ। ବୁଝିପାରିଲେ ତ? ଆଚ୍ଛା, ତାକୁ ଦେଇ ଜଣେ କହିଛନ୍ତି ହେଲାନି, ଏବେ ହେବ ବୋଲି କହିକିରି। ତାକୁ ଦେଇ ଜଣେ କହିଛନ୍ତି ଦେଖାଯାଉ କ'ଣ ହେଉଛି। 7 ଦିନ 7 ରାତି ଅନ୍ଧାର ହେବ, ସାହୁକାର ବୁଦ୍ଧିବିଦ୍ୟା ବୋହି ନ ଯିବ, ଚନ୍ଦ୍ର ସୂର୍ଯ୍ୟଙ୍କୁ କୁହୁଡ଼ି ଘୋଡ଼ାଇ ରଖିବ, ଅଣସାସ ଖଣ୍ଡ ହୋଇ ପବନ ବୋହିବ, ପାତାଳଗାମୀ ହୋଇବେ ପାହାଡ଼ ଯେମାନ, ପାଦ ଚାଲିବାକୁ ପଥ ନ ଦିଶିବ ପୁଣ, ରେବ ରେତ୍ର ବେଦ ଧନୁ ଅଙ୍କରେ ପ୍ରମାଣ, 7 ଦିନ ଅନ୍ଧକାର ହୋଇବଟି ଜାଣ। ଚୈତ୍ର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଅନ୍ଧକାର ଘୋଟିବ, ଏକଥା ପ୍ରମାଣ। ଅଚ୍ୟୁତ ଲେଖିଲେ ଭବିଷ୍ୟମାଳିକାରେ। କ'ଣ ଲେଖିଲେ ଦେଲେ? ରେବ ନେତ୍ର ବେଦ ଧନୁ ଅଙ୍କ। ଏଇଟା କ'ଣ? ରେବ ହେଲା 27, ରେବ 27 ହେଲା ନେତ୍ର 2 ବେଦ 4 ଧନୁ ହେଲା 9 ମିଶେଇଲା ହେଉଛି କେବେ 42। ଯଦି ଏବେ ନହେଲା 42 ଅପେକ୍ଷା କର। କେଉଁ 42? ଏଇଟା 2042 ବୋଲି ଆମେ କେମିତି ଧରିବା? 42 ଅଙ୍କ ପାଞ୍ଜି ଲେଖିଥାନ୍ତି, ପାଞ୍ଜି ଆଣିନି ନା ଆପଣଙ୍କର କେଉଁ ହିସାବରେ 42ଟା କହିଥାନ୍ତି। କିନ୍ତୁ ଇଏ ଯେଉଁ ଫାଷ୍ଟ ଦେଲେ, ଯେଉଁ 29 ଦେଲେ, 29 ଯେଉଁ ଦେଲେ, ପ୍ରଥମଟା 29 ହେବ ଡେଫିନେଟଲି, ସେକେଣ୍ଡଟାର 29 ଆଉ 33 ଭିତରେ ହେବ। ଆଚ୍ଛା, ସେଟା ଆପଣଙ୍କର କେଉଁ ହିସାବରେ ଦେଇଛନ୍ତି ସେ ଅଙ୍କଟାକୁ ତା ମୁଁ କହିପାରିବିନି, ମୁଁ ବାପା ପାଞ୍ଜି ନାହିଁ। ଶପଥ ଦିବସ ଅନ୍ଧକାର ଯୁଦ୍ଧ ଗୋଳ ହୋଇବ, ସୁଦର୍ଶନ ଚକ୍ର ଶୂନ୍ୟରେ ରହି ଭ୍ରମଣ ଥିବ। ତାକୁ ଲେଖିଲେ ହାଡ଼ୁଦାସ ଆଉଥରେ ସେମ୍ ଜିନିଷକୁ। 7 ଦିବସ ଅନ୍ଧକାର ଘୋଟି ରହିବ ଜାଣ, ମୃତ୍ୟୁଳିପାତ୍ୟା ରାସ ଏଣୁ ହୋଇବ କଳି ଶେଷ। ଆପରେ କଳି ଯୁଗ ଶେଷ ହେବ। ଏଇଟା ହେଉଛି ବାଲିକା ଦାସ ମାଳିକା। ହଁ, ବାଲୁକା ଦାସ ମାଳିକା। କବି ଚନ୍ଦ୍ର ଦୁହେଁ ବର୍ତ୍ତକୁ ଆସିବେ, ରାତ ହୋଇଯିବ ମହି, 7 ଦିନ ଯାଏ ଅନ୍ଧାର ହୋଇବ ପଥ ଦିଶିବ ନାହିଁ, ଯୋଡ଼ା ଯୋଡ଼ି ହୋଇ ପଦ ନାହିଁ, ସ୍ୱାମୀ ଶ୍ରୀମୁଖ ବଚନ ନାହିଁ। ଦେଖୁଛି ମୁଁ ମୋର ଯୋଡ଼ି କହିନି, ଏ ପ୍ରଭୁଙ୍କର ବଚନ ହେଉଛି ଏଇଟା। ପ୍ରଭୁ ନିଜେ କହିଛନ୍ତି ଯେ ହେବ ବୋଲି।
ମେଳା ସେ କହିଛନ୍ତି ଭୀମ ଭୋଇ କହିଛନ୍ତି। ଆଚ୍ଛା ଆଚ୍ଛା ଭୀମ ଭୋଇ କହିଛନ୍ତି। ଘଡ଼ଘଡ଼ି ତଇଁ ଡାକ ପଡ଼ିଯିବ ଘରେ ଘରେ ଯୋଗ୍ନି ଗଣ ଗୁମାଇ ପଡ଼ିବେ ଯେତେ ନରବଂଶ ଗୋଟିବ ଘୋର ଅନ୍ଧାର ଯେ ଘେନି ଥିବ ଖଣ୍ଡା କାତି ଘଡ଼ି ଘଡ଼ିକେ ମୁଣ୍ଡ ଛିଡ଼ୁଥିବ ସପ୍ତ ଦିନ ସପ୍ତ ରାତି ଭୀମ ଭୋଇଙ୍କର 34 ଖାଲି ଯୁଦ୍ଧ ଲାଗିନଥିବ ରାଇଟ୍ ଚାଲିଥିବ ହିନ୍ଦୁ ମୁସଲିମ୍ ରାଇଟ୍ ଚାଲିଥିବ ହିନ୍ଦୁ ମୁସଲିମ ରାଇଟ୍ ଚାଲିଥିବ ସାରା ଭାରତରେ ଚାଲିଥିବ ପୁରା ଇଣ୍ଡିଆରେ। ୟେସ୍ ତାପରେ ରହିବେନି କିଏ ଆଉ ସହଲ ତାପରେ ନଥିବେ କିଏ ଆଉ ସହଲ ଆଚ୍ଛା ଶେଷ ଲାଷ୍ଟ ଲାଷ୍ଟ ଗଲା ଦୁଇଥର ଦୁଇଟା ଡେଟ୍ ପାଉଣ୍ଡ ଦେଲି ଅଲଗା ଅଲଗା ଡେଟ୍ ତୃତୀୟଟା ହେବ ପୃଥିବୀ ଓଲଟିବା ପାଇଁ। ଆଚ୍ଛା ଯୋଉଟା ଆପଣ କହିଛ ଉଲ୍କା ପଡ଼ିକି ହଁ ଉଲ୍କାପାତ ହେବ ପୃଥିବୀ ଓଲଟିବ। ଉଲ୍କାପାତ ହେଲେ ପୃଥିବୀ ଓଲଟିବ ଓଲଟିଲେ ଆପଣଙ୍କର ନୂତନ ନକ୍ଷତ୍ରମଣ୍ଡଳ ଦେଖାଦେବ ନୂତନ ତାରାମଣ୍ଡଳ ନୂତନ ସବୁ ସବୁ ନୂତନ ହେବ ତାପରେ ଆସ ସୂର୍ଯ୍ୟ ପଶ୍ଚିମ ଦିଗରୁ ଉଦୟ ହେବେ। ଆଚ୍ଛା ସେଟା ହେଲେ କ'ଣ ହେବ ଆପଣଙ୍କର 7 ଦିନ ସୂର୍ଯ୍ୟ ହିଁ ପଶ୍ଚିମ ଦିଗରୁ ଅସ୍ତ ହେଇଯିବେ 7 ଦିନ ପରେ ପଶ୍ଚିମ ଦିଗରୁ ଉଦୟ ହେବେ। ଯୋଉଠି ଅସ୍ତ ହେବେ 7 ଦିନ ପରେ ସେଇଠୁ ଉଦୟ ହେବେ।